ନମ୍ବର 1 ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବେ ସରକାର। ସ୍ୱତନ୍ତ୍ର ନମ୍ବରର ଆଇଡି ପାଇବେ ଚାଷୀ। ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବେ ସରକାର। ଚାଷୀଙ୍କ ପଞ୍ଜୀକରଣ ସହ ଡାଟାବେସ୍ ପ୍ରସ୍ତୁତ ହେବ। ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ଆଇଡି ନମ୍ବର ଓ ଡିଜିଟାଲ କାର୍ଡ଼। ଏହି କାର୍ଡ଼ ଜରିଆରେ ସରକାର ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବେ। ସବୁ ଯୋଜନାର ସହାୟତା ପାଇଁ ଏ ସ୍ୱତନ୍ତ୍ର ନମ୍ବର ବିଶିଷ୍ଟ ଡିଜିଟାଲ କାର୍ଡ଼ ହେବ ବାଧ୍ୟତାମୂଳକ। ନମ୍ବର 2 ଭାରତ ବିପକ୍ଷ ଦିନିକିଆ ଓ ଟି20 ସିରିଜ୍ ପାଇଁ ଇଂଲଣ୍ଡ ଟିମ୍ ଘୋଷଣା। ଆସନ୍ତା ବର୍ଷ ପ୍ରାରମ୍ଭରୁ ହେବାକୁ ଥିବା ଚାମ୍ପିୟନ୍ ଟ୍ରଫି 2025 ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ଇସିବି ନିଜର ଟିମ୍ ଘୋଷଣା କରିଛି। ଏଥିସହିତ ଭାରତ ଗସ୍ତ ପାଇଁ ମଧ୍ୟ ଦିନିକିଆ ଓ ଟି20 ଟିମ୍ ଘୋଷଣା କରାଯାଇଛି। ଭାରତ ବିପକ୍ଷ ସିରିଜ୍ ଓ ଚାମ୍ପିୟନ୍ ଟ୍ରଫି ପାଇଁ ଜୋସ୍ ବଟଲର ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ନମ୍ବର 3 ରାଜ୍ୟରେ ପୁଣି 24ରୁ ବର୍ଷାର ସମ୍ଭାବନା। ଘନ କୁହୁଡ଼ି ନେଇ 5 ଜିଲ୍ଲାକୁ ୟେଲୋ ଆଲର୍ଟ। ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ପାଗ ପରିବର୍ତ୍ତନ ହୋଇଛି। ଶୁଖିଲା ପାଗ ରହିଥିବା ବେଳେ ଡିସେମ୍ବର 24 ଓ 25ରେ ପୁଣି ବର୍ଷା ସହ ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଥିବା ବେଳେ 7 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ। ନମ୍ବର 4 ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା। ଜାନୁଆରୀ 2025ରେ ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା। ଜାନୁଆରୀ 2025ରେ ଆସିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା। 20 ଲକ୍ଷରୁ ଅଧିକ ବକୁରଙ୍କ ହିତାଧିକାରୀଙ୍କ ଉପକୃତ ହେବେ। ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟର 3ଟି କିସ୍ତିରେ 80 ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ନମ୍ବର 5 2027 ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ସୁଦ୍ଧା ଏହା କେତେକ ଆଗେଇଛି, କ'ଣ ଡିପିଆର୍ ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ୍ କରାଯିବ, ଏହାର ସହ କେବେ ସୁଦ୍ଧା କାର୍ଯ୍ୟ ସରିବ ଏବଂ ଏଥିପାଇଁ ବଜେଟ୍ କେତେ ରହିଛି ତାହା ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ। ନମ୍ବର 6 ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଚାଲିଛି ପ୍ରସ୍ତୁତି। ଖୁବ୍ ଶୀଘ୍ର ଆସିବ ସ୍ୱତନ୍ତ୍ର ଗାଇଡ୍ଲାଇନ୍। ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବାକୁ ଯାଉଛି ନୂଆ ଦର୍ଶନ ବ୍ୟବସ୍ଥା। ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ପରିସର ଷୋଲପିଲାର ବିଶିଷ୍ଟ ଅଞ୍ଚଳରେ 6 ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ଜାନୁଆରୀ 1ରୁ ଏହି ଦର୍ଶନ ବ୍ୟବସ୍ଥା ନିୟମିତ ଭାବରେ ଲାଗୁ ହେବ। 30 ଓ 31 ତାରିଖରେ ଟ୍ରାଏଲ୍ ରନ୍ ହେବ। ନମ୍ବର 7 ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର। ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁତ୍ୱ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ ରହିଛି। ଏହି ବନ୍ଧୁମାନଙ୍କ ସୁରକ୍ଷା ଓ ଅଧିକାର ଓ ସୁବିଧା ପାଇଁ ଖବରଦାତା ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବଦ୍ଧ ଭାବେ ମାନ୍ୟତା ପ୍ରଦାନ କରିବା ତଥା ପେନ୍ସନ୍ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ନମ୍ବର 8 ପ୍ରାକ୍ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ। ଓଡ଼ିଶା ପାଇଁ 9 ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ନେତୃତ୍ୱରେ ରବିବାର ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ 9ଟି ଦାବି ରଖିଛନ୍ତି। ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା କହିଛନ୍ତି। ନମ୍ବର 9 କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ପରିମାଣର ସହାୟତା। ଅଦିନିଆ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷୟକ୍ଷତିର ଆକଳନ ହେବ। ଏହା ସହିତ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସହାୟତା ପ୍ରଦାନ କରାଯିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଶନିବାର ଯାଏଁ ବର୍ଷା ଲାଗି ରହିଥିଲା, ଫଳରେ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ। ନମ୍ବର 10 ଘରେ ବସି ଏହି ଯୋଜନାର ଫାଇଦା ନେବେ ମହିଳା। ବିଧାନସଭା ନିର୍ବାଚନ ଆଗରୁ ଦିଲ୍ଲୀ ସରକାର ମହିଳାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ମହିଳା ସମ୍ମାନ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାରେ ମହିଳାଙ୍କ ନାମ ପଞ୍ଜୀକରଣ କାମ 23 ଡିସେମ୍ବର 2024ରୁ ଆରମ୍ଭ ହେବ। ଏହି ଯୋଜନାରେ ନିଜ ନାମକୁ ସାମିଲ କରିବାକୁ ମହିଳାଙ୍କୁ ଏହି ଦସ୍ତାବିଜ ପାଖରେ ରଖିବା ଦରକାର। ନମ୍ବର 11 ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଜୋରଦାର ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି। ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି। ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ। ଏସବୁ ଭିତରେ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାକୁ ଦୀପାବଳି ଭଳି ସୁସଜ୍ଜିତ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନମ୍ବର 12 ଜାନୁଆରୀ ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼। ଓଡ଼ିଶାରେ 2025 ଜାନୁଆରୀ ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼। ଯୋଗ୍ୟ ହିତାଧିକାରୀଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନ କାର୍ଡ଼ ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ନମ୍ବର 13 ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀରେ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମକୁ କ୍ୟାଥଲିକ୍ ବିଶ୍ପ ସମ୍ମିଳନୀ ଅଫ୍ ଇଣ୍ଡିଆ ଆୟୋଜନ କରୁଛି। ନମ୍ବର 14 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା। କେନ୍ଦୁଝର ଜିଲ୍ଲା ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଗୋନାସିକା ମହୋତ୍ସବରେ ସାମିଲ ହେବା ପାଇଁ ଶ୍ରୀମତୀ ପରିଡ଼ା ଆଜି କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ଅବସରରେ ଶାଲପଡ଼ା ଛକରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ନମ୍ବର 15 ଏହି 70 ଦେଶରେ ବିଶ୍ୱର ବଡ଼ ସୁନା ଖଣି ଆବିଷ୍କୃତ। ଆହୁରି ଶକ୍ତିଶାଳୀ ଓ ଧନୀ ହୋଇଯିବ ଚୀନ। ପାଖ ମାଡ଼ି ପାରିବନି ଭାରତ, କାରଣ ଚୀନରେ ମିଳିଛି ସୁନା ଖଣି। ସେଣ୍ଟ୍ରାଲ ଚୀନରେ ଯେଉଁ ସୁନା ଭଣ୍ଡାର ମିଳିଛି ସେଥିରେ ପାଖାପାଖି 1000 ମେଟ୍ରିକ୍ ଟନ୍ର ଉଚ୍ଚମାନର ସୁନାପଥର ଗଚ୍ଛିତ ହୋଇ ରହିଥିବା ଅନୁମାନ କରାଯାଉଛି। ହୁନାନ ରାଜ୍ୟର ଉତ୍ତର ପୂର୍ବବର୍ତ୍ତୀ ଫିଙ୍ଗଜିଆଙ୍ଗ କାଉଣ୍ଟିର 2000 ମିଟରରୁ ଅଧିକ ଗଭୀରତାରେ ହୁନାନ ଏକାଡେମୀ ଅଫ୍ ଜିଓଲଜିର ଭୂବିଜ୍ଞାନୀମାନେ 40ରୁ ଅଧିକ ସୁନା ଶିଳାରୁ ଚିହ୍ନଟ କରିଛନ୍ତି। ନମ୍ବର 16 ଜାନୁଆରୀ 18ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା। ଜାନୁଆରୀ 18 ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା। ପ୍ରଥମେ ହୀରାକୁଦ ଡ୍ୟାମ୍ରୁ ଆରମ୍ଭ ହେବ ପକ୍ଷୀ ଗଣନା। ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମ୍କୁ ଆସୁଛନ୍ତି, ଯେଉଁମାନଙ୍କୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ। ନମ୍ବର 17 ସିଏମଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ଅଲୁ, କହିଲେ ମୋ ଚରିତ୍ରକୁ ହତ୍ୟା କରାଯାଉଛି। ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା 2ର ସଫଳତା ପାଇଁ ଉତ୍ସବ ପାଳନ କରିବା ପୂର୍ବରୁ ଏକ ଗୁରୁତର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଗତ ଡିସେମ୍ବର 4 ତଥା ଫିଲ୍ମର ପ୍ରିମିୟମ ସମୟରେ ସନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ, ଯେଉଁଥିପାଇଁ ପୋଲିସ ଅଭିନେତା ଅଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ନମ୍ବର 18 ଚେତାବନୀ ଦେଲେ ଅଲୁ, ଅପମାନଜନକ ଭାଷା ବ୍ୟବହାର କରନ୍ତୁନି। ସାଉଥ ସୁପରଷ୍ଟାର ଅଭିନେତା ଅଲୁ ଅର୍ଜୁନ ତାଙ୍କ ଫିଲ୍ମ ପୁଷ୍ପା 2 ରିଲିଜ ହେବା ଦିନଠାରୁ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ ଫିଲ୍ମଟି ଇନକମରେ ରେକର୍ଡ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଘଟିଥିବା ଦୁର୍ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ନମ୍ବର 19 ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ 1 ବର୍ଷ। ଅଯୋଧ୍ୟାରେ 3 ଦିନ ଧରି ପାଳନ ହେବ ଉତ୍ସବ। ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିବାକୁ ଯାଉଛି 1 ବର୍ଷ। ଏମିତିରେ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତିକୁ ମହୋତ୍ସବ ଭାବରେ ପାଳନ କରିବାକୁ ଯୋଜନା କରାଯାଇଛି। ଧୁମଧାମରେ ପାଳନ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି। ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ 2025 ଜାନୁଆରୀ 11ରୁ 2025 ଜାନୁଆରୀ 13 ପର୍ଯ୍ୟନ୍ତ 3 ଦିନ ଧରି ଆୟୋଜନ ହେବ ଉତ୍ସବ। ନମ୍ବର 20 ଅଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା 8 ଗିରଫ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ପୁଷ୍ପାରାଜ ଓରଫ ଅଲୁ ଅର୍ଜୁନଙ୍କ ପିଛା ଛାଡୁନି ବିବାଦ। ଜେଲକୁ ଯାଇ ବେଲରେ ବାହାରକୁ ଆସିବା ପରେ ମଧ୍ୟ ସାଉଥ ସୁପରଷ୍ଟାରଙ୍କ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଜି ଓସ୍ମାନିଆ ୟୁନିଭର୍ସିଟିରେ କିଛି ସଦସ୍ୟ ଅଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଜୁବଲି ହିଲ୍ସସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିନେତାଙ୍କ ଘର ଭିତରେ ଦଶାଇ ପଶିବାକୁ ଉଦ୍ୟମ କରିଥିଲେ। ନମ୍ବର 21 2 ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର 26ରେ 2 ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାୟଗଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଏକ ଲାଇଭ୍ କାର୍ଯ୍ୟକ୍ରମରେ ମଧ୍ୟ ଯୋଡ଼ି ହେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେବା ପରେ ମାଝୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲାକୁ ସଜାଇବାରେ ଲାଗିଛି ପ୍ରଶାସନ।